ସବୁଠାରୁ ଅଧିକ ଦୌଡ଼ୁଥିବା ପ୍ରାଣୀ କେଉଁ ପ୍ରାଣୀ? ଅପସନ୍ ଏ ସିଂହ, ଅପସନ୍ ବି ଘୋଡ଼ା, ଅପସନ୍ ସି ଚିତାବାଘ, ଅପସନ୍ ଡି ହରିଣ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଚିତାବାଘ। ଅଧିକ ଦୌଡ଼ୁଥିବା ପ୍ରାଣୀ ଚିତାବାଘ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ଅମ୍ଳଜାନ ଗ୍ୟାସ୍ କାହା ପାଇଁ ଆବଶ୍ୟକ? ଅପସନ୍ ଏ ପ୍ରାଣୀ, ଅପସନ୍ ବି ମଣିଷ, ଅପସନ୍ ସି ପଥର, ଅପସନ୍ ଡି ଯନ୍ତ୍ର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମଣିଷ। ଅମ୍ଳଜାନ ଗ୍ୟାସ୍ ମଣିଷ ପାଇଁ ଆବଶ୍ୟକ ହୋଇଥାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ସବୁଠାରୁ ଛୋଟ ଦେଶର ନାମ କ'ଣ? ଅପସନ୍ ଏ ୟୁରୋପ, ଅପସନ୍ ବି ଏସିଆ, ଅପସନ୍ ସି ଅଷ୍ଟ୍ରେଲିଆ, ଅପସନ୍ ଡି ଆଫ୍ରିକା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଅଷ୍ଟ୍ରେଲିଆ। ସବୁଠାରୁ ଛୋଟ ମହାଦେଶର ନାମ ଅଷ୍ଟ୍ରେଲିଆ ଅଟେ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ସେଉ ଖାଇବା ଦ୍ୱାରା କେଉଁ ରୋଗ ଦୂର ହୁଏ? ଅପସନ୍ ଏ ପେଟ ରୋଗ, ଅପସନ୍ ବି ଆଖି ରୋଗ, ଅପସନ୍ ସି କାନ ରୋଗ, ଅପସନ୍ ଡି ଚର୍ମ ରୋଗ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ପେଟ ରୋଗ। ସେଉ ଖାଇବା ଦ୍ୱାରା ପେଟ ରୋଗ ଦୂର ହୁଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ମାଛ ଖାଇବା ଦ୍ୱାରା ଶରୀରରେ କେଉଁ ଭିଟାମିନ୍ ପାଇଥାଏ? ଅପସନ୍ ଏ ଭିଟାମିନ୍ ଇ, ଅପସନ୍ ବି ଭିଟାମିନ୍ ଏ, ଅପସନ୍ ସି ଭିଟାମିନ୍ କେ, ଅପସନ୍ ଡି B12। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଭିଟାମିନ୍ D12। ମାଛ ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ B12 ପାଇଥାଉ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ରସୁଣ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୁଏ? ଅପସନ୍ ଏ ହାର୍ଟ ଆଟାକ୍, ଅପସନ୍ ବି ଜ୍ୱର, ଅପସନ୍ ସି ମୁଣ୍ଡବିନ୍ଧା, ଅପସନ୍ ଡି ଖାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ହାର୍ଟ ଆଟାକ୍। ରସୁଣ ଖାଇବା ଦ୍ୱାରା ହାର୍ଟ ଆଟାକ୍ ରୋଗ ଭଲ ହୁଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ମଟରରେ ଅଧିକ ପରିମାଣରେ କ'ଣ ମିଳିଥାଏ? ଅପସନ୍ ଏ ସୋଡ଼ିୟମ୍, ଅପସନ୍ ବି କ୍ୟାଲସିୟମ୍, ଅପସନ୍ ସି ଚର୍ବି, ଅପସନ୍ ଡି ପ୍ରୋଟିନ୍। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପ୍ରୋଟିନ୍। ମଟରରେ ଅଧିକ ପରିମାଣରେ ପ୍ରୋଟିନ୍ ରହିଥାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ବନ୍ଧାକୋବିରେ କେଉଁ ଭିଟାମିନ୍ ରହିଥାଏ? ଅପସନ୍ ଏ ଭିଟାମିନ୍ ଏ, ଅପସନ୍ ବି ଭିଟାମିନ୍ ସି, ଅପସନ୍ ସି ଭିଟାମିନ୍ ଡି, ଅପସନ୍ ଡି ଭିଟାମିନ୍ ଡି, ଅପସନ୍ ଡି ଭିଟାମିନ୍ ଇ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଭିଟାମିନ୍ ସି। ବନ୍ଧାକୋବିରେ ଭିଟାମିନ୍ ସି ରହିଥାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। କଖାରୁରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ? ଅପସନ୍ ଏ ଭିଟାମିନ୍ ସି, ଅପସନ୍ ବି ଭିଟାମିନ୍ ଏ, ଅପସନ୍ ସି ଭିଟାମିନ୍ କେ, ଅପସନ୍ ଡି ଭିଟାମିନ୍ ଡି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଭିଟାମିନ୍ ଏ। କଖାରୁରେ ଭିଟାମିନ୍ ଏ ପ୍ରଚୁର ପରିମାଣରେ ମିଳିଥାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ଅଁଳା ଖାଇବା ଦ୍ୱାରା କେଉଁ ରୋଗ କମିଯାଏ? ଅପସନ୍ ଏ ମଧୁମେହ, ଅପସନ୍ ବି ହାର୍ଟ ଆଟାକ୍, ଅପସନ୍ ସି ଯକ୍ଷ୍ମା, ଅପସନ୍ ଡି ଦୃଷ୍ଟିଶକ୍ତି।
ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ମଧୁମେହ। ଅଁଳା ଖାଇବା ଦ୍ୱାରା ମଧୁମେହ ରୋଗ କମିଯାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। କାକୁଡ଼ି ଖାଇବା ଦ୍ୱାରା ଶରୀରର କ'ଣ ହୋଇଥାଏ? ଅପସନ୍ ଏ ଶରୀର ଥଣ୍ଡା ହୁଏ। ଅପସନ୍ ବି ବୃଦ୍ଧି ବଢ଼େ। ଅପସନ୍ ସି ଦୁର୍ବଳ ହୁଏ। ଅପସନ୍ ଡି ନିଦ ହୁଏ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଶରୀର ଥଣ୍ଡା ହୁଏ। କାକୁଡ଼ି ଖାଇବା ଦ୍ୱାରା ଶରୀର ଥଣ୍ଡା ହୁଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ କେଉଁ ଭିଟାମିନ୍ ଲାଭଦାୟକ? ଅପସନ୍ ଏ ଭିଟାମିନ୍ ଏ। ଅପସନ୍ ବି ଭିଟାମିନ୍ ବି। ଅପସନ୍ ସି ଭିଟାମିନ୍ ସି। ଅପସନ୍ ଡି ଭିଟାମିନ୍ ଡି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଭିଟାମିନ୍ ସି। ଥଣ୍ଡା ଏବଂ କାଶରୁ ରକ୍ଷା ପାଇବା ପାଇଁ ଭିଟାମିନ୍ ସି ଲାଭଦାୟକ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ପିଆଜ ଖାଇବା ଦ୍ୱାରା କେଉଁ ରୋଗକୁ ରୋକାଯାଏ? ଅପସନ୍ ଏ କର୍କଟ। ଅପସନ୍ ବି ହାର୍ଟ ଆଟାକ୍। ଅପସନ୍ ସି ଯକ୍ଷ୍ମା। ଅପସନ୍ ଡି ଜ୍ୱର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ହାର୍ଟ ଆଟାକ୍। ପିଆଜ ଖାଇବା ଦ୍ୱାରା ହାର୍ଟ ଆଟାକ୍ ରୋଗକୁ ରୋକାଯାଏ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ଆଖି ପାଇଁ କେଉଁ ଭିଟାମିନ୍ ଆବଶ୍ୟକ? ଅପସନ୍ ଏ ଭିଟାମିନ୍ ଏ। ଅପସନ୍ ବି ଭିଟାମିନ୍ ବି। ଅପସନ୍ ସି ଭିଟାମିନ୍ ସି। ଅପସନ୍ ଡି ଭିଟାମିନ୍ ଡି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଭିଟାମିନ୍ ଏ। ଆଖି ପାଇଁ ଭିଟାମିନ୍ ଏ ଆବଶ୍ୟକ। ଚାଲନ୍ତୁ ଜାଣିନେବା ନେକ୍ସଟ ପ୍ରଶ୍ନ। ମଣିଷ ଶରୀରରେ କେତୋଟି ହାଡ଼ ରହିଥାଏ? ଅପସନ୍ ଏ 200ଟି। ଅପସନ୍ ବି 206ଟି। ଅପସନ୍ ସି 210ଟି। ଅପସନ୍ ଡି 220ଟି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି 206ଟି। ମଣିଷ ଶରୀରରେ 206ଟି ହାଡ଼ ରହିଥାଏ।